ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ୟୁନାନି ଦିବସ ଅବସରରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି। କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ଆଜି ସହ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଗୁଣାତ୍ମକ ଉଚ୍ଚଶିକ୍ଷା ସମ୍ପ୍ରସାରଣ ସମ୍ପର୍କିତ ନୀତି ଆୟୋଗ ରିପୋର୍ଟ ଉନ୍ମୋଚିତ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ଇଣ୍ଡିଆ ଏନର୍ଜି ୱିକ୍ର ତୃତୀୟ ସଂସ୍କରଣ ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ପଞ୍ଜାବ ଏଫ୍ସି ଓ ଓଡ଼ିଶା ଏଫ୍ସି ମଧ୍ୟରେ ମ୍ୟାଚ୍ ଡ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ୟୁନାନି ଦିବସ ଅବସରରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ପ୍ରଖ୍ୟାତ ୟୁନାନି ଚିକିତ୍ସକ, ଶିକ୍ଷକ ଏବଂ ସ୍ୱାଧୀନତା ସଂଗ୍ରାମୀ ହକିମ୍ ଅଜମଲ ଖାଁଙ୍କ ଜୟନ୍ତୀକୁ ପ୍ରତିବର୍ଷ ଫେବୃଆରୀ 11 ତାରିଖରେ ୟୁନାନି ଦିବସ ଭାବେ ପାଳନ କରାଯାଏ। ଆୟୁଷ ମନ୍ତ୍ରାଳୟ ଅଧୀନରେ ଥିବା ୟୁନାନି ଔଷଧ ଗବେଷଣା କେନ୍ଦ୍ରୀୟ ପରିଷଦ ଦ୍ୱାରା ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ସମନ୍ୱିତ ସ୍ୱାସ୍ଥ୍ୟ ସମାଧାନ ପାଇଁ ୟୁନାନି ଔଷଧର ନୂତନତା, ଆଗକୁ ଯିବାର ବାଟ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ନିମନ୍ତେ ୟୁନାନି ଔଷଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିବା ପାଇଁ ଏହି ସମ୍ମିଳନୀ ଏକ ସଫଳ ମଞ୍ଚ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରୀୟ କୃତ୍ରିମ ବୁଦ୍ଧିମତା ମାନକ ପ୍ରତିଷ୍ଠା ଏବଂ ଦାୟିତ୍ୱପୂର୍ଣ୍ଣ ଭାବେ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ଭାରତ ଫ୍ରାନ୍ସ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ମଧ୍ୟ ଆଲୋଚନା ସହ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାକାର ସଶସ୍ତ୍ର ବାହିନୀ ମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ନୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ପ୍ୟାରିସରେ ଥିବା ଭାରତୀୟ ସମୁଦାୟ ଶୁଭେଚ୍ଛା ଜଣାଇଥିଲେ। ପରେ ପ୍ରଧାନମନ୍ତ୍ରୀ କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ନେତାମାନଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜନରେ ଯୋଗ ଦେଇଥିଲେ। ରାତ୍ରି ଭୋଜନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରେ ଭାରତୀୟ ଦୂତାବାସକୁ ମଧ୍ୟ ଉଦ୍ଘାଟନ କରିବେ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ଥର୍ମୋ ନ୍ୟୁକ୍ଲିୟର ପରୀକ୍ଷଣ ରିଆକ୍ଟର ପ୍ରକଳ୍ପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଭାରତ ଏବଂ ଫ୍ରାନ୍ସର ମିଳିତ ପ୍ରୟାସରେ ଏହା ଆରମ୍ଭ ହୋଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ମଜାରଗସ୍ ଯୁଦ୍ଧ କବରସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଫ୍ରାନ୍ସ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଆମେରିକା ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି। ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମ୍ ଏବଂ ସଦସ୍ୟ ଡକ୍ଟର ବିନୋଦ କୁମାର ପଲ୍ ରାଜ୍ୟ ଏବଂ ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଗୁଣାତ୍ମକ ଉଚ୍ଚଶିକ୍ଷାର ସମ୍ପ୍ରସାରଣ ସମ୍ପର୍କିତ ରିପୋର୍ଟ ଉନ୍ମୋଚନ କରିଛନ୍ତି। ଏହି ରିପୋର୍ଟରେ ଥିବା ସୁପାରିଶଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରଣାଳୟଗୁଡ଼ିକ କାର୍ଯ୍ୟକାରୀ କରିବେ ବୋଲି ଶ୍ରୀ ବେରୀ ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଏବଂ ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁଣବତ୍ତା ବିକାଶ ପାଇଁ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମ୍ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020ର ଲକ୍ଷ୍ୟ ହେଉଛି 2035 ସୁଦ୍ଧା ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଦ୍ୱିଗୁଣିତ କରି 9 କୋଟିରେ ପହଞ୍ଚାଇବା। ଶ୍ରୀ ସୁବ୍ରମଣ୍ୟମ୍ ଏହି ରିପୋର୍ଟକୁ ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ବୋଲି କହିବା ସହ ଦେଶରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନରେ ଏହା ସହାୟକ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ କୁମାର ପଲ୍ ଏହି ରିପୋର୍ଟକୁ ନୂତନ ଶିକ୍ଷାନୀତିର କାର୍ଯ୍ୟକାରିତା ଏବଂ 2047 ସୁଦ୍ଧା ବିକଶିତ ଭାରତ ଗଠନର ଗୁରୁତ୍ୱପୂର୍ଣ୍ଣ ଦିଗ ଭାବେ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି ଦେଶରେ ମାନବ ସମ୍ବଳ ବୃଦ୍ଧି ଏବଂ ଭାରତକୁ ବିଶ୍ୱସ୍ତରୀୟ ଜ୍ଞାନ କେନ୍ଦ୍ରରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂସ୍କାର ଜରୁରୀ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜିଠାରୁ ଇଣ୍ଡିଆ ଏନର୍ଜି ୱିକ୍ 2025 ଆରମ୍ଭ ହେବ। ଏହା ତୃତୀୟ ସଂସ୍କରଣ ହେବ। ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି 4 ଦିନିଆ କାର୍ଯ୍ୟକ୍ରମକୁ ଆଭାସୀ ଜରିଆରେ ଉଦ୍ଘାଟନ କରିବେ। ଏଥିରେ ମନ୍ତ୍ରୀ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିବା ସହ ପ୍ରଦର୍ଶନୀ, ସ୍ଥାନ ଏବଂ ଅଧିବେଶନ ସଂଖ୍ୟା ଦୃଷ୍ଟିରୁ ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି। ଶ୍ରୀ ପୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଦେଶର ସଫଳତାକୁ ବିଶ୍ୱସ୍ତରରେ ଗ୍ରହଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଡେଲ ଭାବେ ପ୍ରଦର୍ଶିତ ହେବ। ସୂଚନା ଅନୁଯାୟୀ ଏଥିରେ କାନାଡା, ଜର୍ମାନ, ଜାପାନ, ଆମେରିକା ଓ ବ୍ରିଟେନ୍ ସମେତ 10ଟି ଦେଶ ନିଜର ପାଭିଲିୟନ ସ୍ଥାପନ କରିବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଘ ପୂର୍ଣ୍ଣମୀ ସ୍ନାନକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ରେଳ ଷ୍ଟେସନର ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଶ୍ରୀ ବୈଷ୍ଣବ କହିଛନ୍ତି, ମହାକୁମ୍ଭ ନଗରୀର 8ଟି ରେଳ ଷ୍ଟେସନରେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ସୁଗମ ଯାତ୍ରା ନିମନ୍ତେ ରେଳ ଷ୍ଟେସନଗୁଡ଼ିକରେ ରାଜ୍ୟ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ପ୍ରୟାଗରାଜ ଜଙ୍କସନକୁ ବନ୍ଦ କରାଯାଇ ନାହିଁ। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ଯାତାୟାତ ନିମନ୍ତେ ସାମୟିକ ଭାବେ ବନ୍ଦ ରଖାଯାଇଛି। ମହାକୁମ୍ଭ ମେଳାର ଅନ୍ୟ 8ଟି ଷ୍ଟେସନରେ ଯାତ୍ରୀମାନଙ୍କ ନିମନ୍ତେ ନିୟମିତ ଏବଂ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି। 2024 ମସିହାରେ 25,000 କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଦେଇଛି। ନିଶାଦ୍ରବ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସଫଳତା ମିଳିଥିବା ମନ୍ତ୍ରଣାଳୟ କହିଛି। 2023ରେ 16,000 କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ 2024ରେ 55% ଅଧିକ ନିଶାଦ୍ରବ୍ୟ ଜବତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସିନ୍ଥେଟିକ୍ ନିଶାଦ୍ରବ୍ୟ, କୋକେନ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଭାବରେ ବ୍ୟବହୃତ ଔଷଧୀୟ ନିଶାଦ୍ରବ୍ୟ ଅଧିକ ପରିମାଣରେ ଜବତ କରାଯାଇଛି। 2023ରେ ଜବତ ହୋଇଥିବା କୋକେନ୍ ପରିମାଣ 292 କିଲୋଗ୍ରାମ ଥିବାବେଳେ 2024ରେ ଏହା 1,426 କିଲୋଗ୍ରାମକୁ ବୃଦ୍ଧି ପାଇଛି। ସେହିପରି 2023ରେ 34 କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ 2024ରେ ଏହା 61 କ୍ୱିଣ୍ଟାଲକୁ ବୃଦ୍ଧି ପାଇଛି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ପଞ୍ଜାବ ଏଫ୍ସି ଓ ଓଡ଼ିଶା ଏଫ୍ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ରହିଛି। ଖେଳର ପ୍ରଥମାର୍ଦ୍ଧରେ ପଞ୍ଜାବ ଗୋଟିଏ ଗୋଲ୍ ଦେଇଥିବା ବେଳେ 51ତମ ମିନିଟ୍ରେ ଓଡ଼ିଶା ଗୋଟିଏ ଗୋଲ୍ କରିଥିଲା। ପ୍ରତିଯୋଗିତାରେ ପଞ୍ଜାବ 19ଟି ମ୍ୟାଚ୍ରୁ 24 ପଏଣ୍ଟ ହାସଲ କରି ନବମ ସ୍ଥାନରେ ଥିବାବେଳେ ଓଡ଼ିଶା 20ଟି ମ୍ୟାଚ୍ରୁ 26 ପଏଣ୍ଟ ହାସଲ କରି ସପ୍ତମ ସ୍ଥାନରେ ରହିଛି। ପରବର୍ତ୍ତୀ ମ୍ୟାଚ୍ ଆସନ୍ତା 13 ତାରିଖ ଭାରତୀୟ ସମୟ ସନ୍ଧ୍ୟା 7:30ରେ ମୁମ୍ବାଇ ସିଟି ଏବଂ ଗୋଆ ମଧ୍ୟରେ ଅନୁଷ୍ଠିତ ହେବ। ନୂଆଦିଲ୍ଲୀରେ ଚାଲିଥିବା ଓପନ୍ ଟେନିସ୍ ପ୍ରତିଯୋଗିତାରେ ଭାରତର କରନ୍ ସିଂ ପ୍ରଥମ ରାଉଣ୍ଡରେ କାଜାକିସ୍ତାନର ଅଷ୍ଟମ ମାନ୍ୟତାପ୍ରାପ୍ତ ତିମୋଫି ସ୍କାଟୋଭଙ୍କଠାରୁ 6-4, 6-0 ପରାସ୍ତ ହୋଇଛନ୍ତି। ଆଜି ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ମୁକୁନ୍ଦ ଶଶିକୁମାର ପ୍ରଥମ ରାଉଣ୍ଡରେ ଫ୍ରାନ୍ସର ସାଶ୍ଚା ଗୁଏମାର୍ଡଙ୍କ ସହ ମୁକାବିଲା କରିବେ। ସେହିପରି ରାମକୁମାର ରାମନାଥନ ଓ ଡାଲିବର ଭାସିନାଙ୍କ ମଧ୍ୟରେ ମୁକାବିଲା ହେବ। ଡବଲ୍ସ ପ୍ରତିଯୋଗିତାରେ ଭାରତ ଜିମ୍ବାୱେ ଯୋଡ଼ି ଚେକ୍ ଯୋଡ଼ିଙ୍କ ସହ ମୁକାବିଲା କରିବାକୁ ଥିବାବେଳେ ଭାରତୀୟ ଯୋଡ଼ି ରାମକୁମାର ରାମନାଥନ ଓ କରନ୍ ସିଂ ପ୍ରଥମ ରାଉଣ୍ଡ ଡବଲ୍ସ ମ୍ୟାଚ୍ରେ ଜାପାନର ସିନ୍ତାରୋ ମୋଚିଗୁଜି ଓ କାଇଟୋ ଉସୁକିଙ୍କ ସହ ମୁକାବିଲା କରିବେ। ବ୍ୟାଡମିଣ୍ଟନରେ ଏସିଆ ମିକ୍ସଡ୍ ଚାମ୍ପିଅନସିପ୍ 2025 ଆଜିଠାରୁ ଚୀନର କିଙ୍ଗଡାଓଠାରେ ଆରମ୍ଭ ହେବ। ଭାରତ ପକ୍ଷରୁ ଲକ୍ଷ୍ୟ ସେନ ଓ ମାଳବିକା ବଂଶୋଦ ଏଥିରେ ପ୍ରତିନିଧିତ୍ୱ କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ୟୁନାନି ଦିବସ ଅବସରରେ 2 ଦିନିଆ ଆନ୍ତର୍ଜାତିକ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି। କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ଆଜି ସହ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଗୁଣାତ୍ମକ ଉଚ୍ଚଶିକ୍ଷା ସମ୍ପ୍ରସାରଣ ସମ୍ପର୍କିତ ନୀତି ଆୟୋଗ ରିପୋର୍ଟ ଉନ୍ମୋଚିତ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ
इंडिया एनर्जी वीक्र तृतीय संस्करण एवं इंडियन सुपर लीग फुटबॉल प्रतियोगिता रे पंजाब एफसी और ओडिशा एफसी मध्य मैच ड्र संवाद शेष है।